फुटुची है सब जिन कम्प्लीट हो जाए बहुत प्रेसर सीझे এইটা হচ্ছে এই গিরিটা কেতে নাকা হব আজি অফর হ্যাঁ ସବୁଦିନିଆକୁ ବି ଏତେ ରେଟ୍ କଣ ଦବ ନା ନା ହେଲା ଭଳିଆ ଆଜ୍ଞା ମୁଣ୍ଡଟା ଦେଖ ତାପରେ କହ ମୁଁ ଅଧିକା ପଇସା କହିଛି କଣ ଆଉ ଦେଖିମି ଘରେ କାଟି ପାରିବ ନା ହଁ କାଟିବା ତେଣି ଘୁଷୁରେ ଘୁଷୁରେ ସବୁ ଘରେ ଆସି ପହଞ୍ଚି ଗଲି ଲାଇନ ନାହିଁ କି ଲୋ ଖାଇଲୁଣି କଣ କଣ କରୁଛ ଶାଗ तो बो खाइलानी एपटे शाग तो तरकारी करछि आ पानी टिके गरम कर अणा है गोटे मुंड आज पूरा स्पेशल हम भिडियोटा अरे कला बेलू कहीं ना के टाइम लगे पटे पानी हो गला गरम एतिक हम ना पानी आउ टे करते पड़ो तो या सांगे सांग गरम पानी करके बापा ए माने ब्लेड रांपुंट टे भल भाव में परिष्कार करते पड़ो टे भल से सफा करते पड़ो ना या टिके कष्ट काम तो मुझे पानी नहीं कि जीवी गरम पानी चलो बापा टीओल पाखु पलैले टीओल पाखे बापा देख 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 छाड़ अल्प डाल चमड़ी जीव कर तातीगला हाथ से सरू जगह बापा बो मो 3 जन बसिकी माने हो गला अध घंटे 40 मिनट माने कटाकुटी चली पर्यटन सरी नहीं भारी टेंशन जिनसटा तो यहाँ हूँ गिरीटा एतिक मांस है तो सेपटे बापा बो करुँच कार्यक्रम मुझे गाधे पड़े बहुत लेट हो गला ना A few moments later तो मु गाधे गुधाई पूरा रेडी हो सारे है से खाली काटा आमको घंटे पाखापाखि टाइम लगला जेहेतु आम नुआ ना पूर्वर 2टा भिडियो बनई है तो गोटे है नदी में भोजी कर आम अरविंद आम साई पिला तो बापा माने फास्ट मुझे जो भिडियो बनई तो से बापा काटी देते ठीक ठाक थिला जेहेतु लेट हो गला ना से माने लेट रे प्रोसेस माने कटाकुटी कलु आ भूक प्रबल से सब कौन कहते ना सब एपट सेपट हो गला बहुत टाइम लगला
ତ ଏପଟେ ଦେଖନ୍ତୁ ବୋଉ ଆମର ବସେଇ ଦେଇଛି ପ୍ରେସର କୁକରରେ। ଏଇନା ରୋଷେଇ କରିବୁ ନା ରାତିରେ ରୋଷେଇ? ରାତି ବେଳକୁ ଯାଇ ରୋଷେଇ ହବ। ରାତିରେ କରିବା? ହଁ। ହଉ ଠିକ୍ ଅଛି। ବୋଉ ଖାଲି ଏବେ ସିଝେଇ ଦବ। ତ ସିଝେଇ ଦେଇ ସାରିଲା ପରେ ଆଉ ଯାହା ରହିଲା ସବୁ ରାତିରେ ରୋଷେଇବାସ ହବ, ତାକୁ ଖାଇବୁ, ଖାଇକି ବତେଇବୁ କେମିତି କ'ଣ ଟେଷ୍ଟ ହେଇଛି। ମୁଁ ତ 100% ସିଓର ଯେ ଟେଷ୍ଟଟା ବହୁତ ବଢ଼ିଆ ହବ ବୋଲି। ଆଉ ବୋଉ ଆମର ମସଲା ଏପଟେ ବି ଦେଖନ୍ତୁ, ବୋଉ ଏପଟେ ମସଲା ବି ମାନେ ରେଡ଼ି କରିଦେଇଥିଲା ହେଲା। ମାନେ ମେନ୍ କଥା କ'ଣ କି, ଆମେ 12ଟାରୁ ଷ୍ଟାର୍ଟ କଲୁ, ଟାଇମ୍ ହେଇଗଲାଣି 2ଟା ହେଲା। ତାକୁ ରାମ୍ପିକି ତାକୁ ପୁଣି ସାଇଜ୍ କରିକି ମାନେ କଲାବେଳକୁ ଏତିକି ଲେଟ୍ ହେଇଗଲା ହେଲା। ତ ସନ୍ଧ୍ୟା ବେଳେ ଦେଖନ୍ତୁ ଏପଟେ ହେଉଛି ଭାତ, ବୋଉ କଡ଼େଇରେ ଦେଇଦେଇଛି, ମୁଁ ଏବେ ଖାଇବି। 1 hour later. ମାନେ ମୁଁ ଯାହା ଭାବୁଥିଲି ବାଟରେ ମୋର ଟିକେ ଅର୍ଜେଣ୍ଟ କାମ ରହିଗଲା ନା, ସେଥିପାଇଁ ମୁଁ ଘଟଗାଁ ପଳେଇଥିଲି। ନ ଗଲେ ନ ହୁଏ ସେଇଭଳିଆ କାମଟା ପଡ଼ିଯାଇଥିଲା। ତ ଆସିଲା ବେଳକୁ ବୋଉ ମାନେ ରୋଷେଇବାସ ସବୁ କମ୍ପ୍ଲିଟ୍ କରିଦେଇଛି। ମାନେ ଆପଣ ତ ଜାଣିଥିବେ ବୋଉ ଘଣ୍ଟେ ଭଲ ହେଲେ ଘଣ୍ଟେ ଖରାପ ହେଲା। ତ ମୁଁ ତାକୁ ଫୋନ୍ କରିଥିଲି ଜାଣିକି, ମାନେ ବାପା ଏପଟେ ଚାର୍ଜ ବସେଇ ଦେଇଛନ୍ତି, ସେ ବି ଜାଣିପାରିଲେନି, ଉଠେଇ ପାରିଲେନି। ନହେଲେ ମୁଁ କହିଥାନ୍ତି ଟିକେ ୱେଟ୍ କର। ସେ ଶୋଇଥିଲା, ମୁଁ ଆସିକି କହିଲି ବୋଉ ରୋଷେଇ କରିଦେଇଛି, କହିଲା ହଁ କରିଦେଇଛି। ମାନେ କ'ଣ ପାଇଁ ନା ତାକୁ ଭଲ ଲାଗୁନି କହିଲା। ତ ଜାଣିଥିବେ ବୋଉର ତ ସବୁବେଳେ ଦେହ ଖରାପ। ତ ମାନେ ରୋଷେଇ ସବୁ କମ୍ପ୍ଲିଟ୍ ହେଇଯାଇଛି। ମୁଁ ଏଇ ଭିଡ଼ିଓଟାରେ ଆପଣଙ୍କୁ ଦେଖେଇ ପାରିଲିନି ଯେ ବୋଉ କେମିତି କ'ଣ ରୋଷେଇ କଲା। ସେମ୍ ପ୍ରୋସେସ୍ରେ ରୋଷେଇ କରିଛି, ମାନେ ବାସ୍ନାଟା ପୁରା ବଢ଼ିଆ ଆସୁଛି ହେଲା। ତାପରେ କଡ଼େଇରେ ରୋଷେଇ କରିଛି। ମୁଁ ଭାବିଥିଲି ତାକୁ ମାଟି ହାଣ୍ଡିରେ ରୋଷେଇ କରିବା ପାଇଁ, ତ ସେଇ ଜିନିଷଟା ହେଇପାରିଲାନି। ଦେହ ଯଦି ସାଥ୍ ନଦେବ ତାହେଲେ କ'ଣ କରିବା। ଗୋଟେ ଦେଖନ୍ତୁ ମାନେ ଏବେ ମାନେ ଫୁଟୁଛି ହେଲା। ସବୁ ଜିନିଷ କମ୍ପ୍ଲିଟ୍ ହେଇଯାଇଛି। ବୋଉ ପ୍ରେସରରେ ସିଝେଇଥିଲି ନା ଲୋ? କେତେଟା ସିଟି ଦେଇଥିଲୁ? 3ଟା ସିଟି। 3ଟା ନା? ତ ବାକି ଅଛି ଖାନା ପିନା। ମାମୁନି ତ ପଳେଇଛି ଦେଇ ଘରକୁ, ସେ ନାହିଁନି। ତ ଆମେ ବାପା, ମୁଁ, ବୋଉ, ନନା ବି ଅଛନ୍ତି ଆମ ଘରେ। ତ ଖାନା ପିନାଟା ହବ, ବଢ଼ିଆ ସେ ହବ। ଟେଷ୍ଟ ମାନେ 100% ଭଲ ହେଇଥିବ, ମୁଁ ଜାଣିଛି, କାହିଁକିନା ବୋଉ ହାତ ରନ୍ଧା ଭଲ ହେଇଥିବ। ବାସ୍ନାଟା ବି ବଢ଼ିଆ ଆସୁଛି। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସିଗଲା ଭାତ, ପିଆଜ ଖଣ୍ଡେ ବି ଆସିଗଲା ଗରମ ଗରମ। ମୁଣ୍ଡଟା ତ ଖାଲି ହାଡ଼, ବାକି ରହିଲା ଖାଲି ଝୋଳଟା। ଟେଷ୍ଟଟା କେମିତି କ'ଣ ହେଇଛି ସେଇଟା ଟିକେ ମଜା ଲାଗେ ଆଉ। ମଜା ପାଇଲୁନି ଏଇଭଳିଆ ଦର୍ଶିତ କରିଦେଲା। ମୁଣ୍ଡଟା ସେଇଥିପାଇଁ ନାହିଁ, ଝୋଳଟା ବଢ଼ିଆ ହେଇଛି। ବୋଉ ତା ଗିରିଟା ଖାଇଲୁ? ସେଇଟା ଏଇଟା ହେଉଛି ଗିରିଟା। ଯାଉ ମେଲ୍ଟ ହେଇନି, ଗୋଟା ଅଛି। ଚର୍ବିଟା ପୁରା ବଡ଼ ଚର୍ବିଟା କାଟି ନଥିଲି କି ପୁରା ଗୋଟା ଅଛି। ଆଇ ଭୋଗ ଦଉଥିବ ତ କୀର୍ତ୍ତନ ନା ଆଜି ନାହିଁ। ଝୋଳଟା ପୁରା ଭଟଭଟିଆ ହେଇଛି, ପୁରା ସ୍ପେସିଆଲ।